ମା ସିନ୍ଦୁର ଗୌରୀଙ୍କ ବାର୍ଷିକ ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ପାଳିତ। ଝୁମ୍ପୁରା ବ୍ଲକ ଟୁକୁଡ଼ିହା ପଞ୍ଚାୟତର କାଉରିକଳା ଗ୍ରାମର ଆରାଧ୍ୟ ଦେବୀ ମା ସିନ୍ଦୁର ଗୌରୀଙ୍କ ଚତୁର୍ଥ ବାର୍ଷିକ ଉତ୍ସବ ମାଙ୍କ ପୀଠ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ବାର୍ଷିକ ଉତ୍ସବରେ ଅତିଥି ଭାବେ ଯୋଗଦାନ କରିଥିଲେ ଅବସରପ୍ରାପ୍ତ ଶିକ୍ଷକ ଅମୃତ ଚରଣ ମହାନ୍ତ। ଗୁଣନିଧି ମହାନ୍ତ ଯୋଗଦାନ କରି ଗ୍ରାମଦେବୀଙ୍କ ମହାତ୍ମା ସମ୍ପର୍କରେ ଗ୍ରାମବାସୀ ମାନଙ୍କୁ ଅବଗତ କରିଥିଲେ। ଗ୍ରାମର ଦେହୁରୀ ଟଙ୍କଧର ନାୟକ ପୂର୍ବ ପୁରୁଷରୁ ରହି ଆସିଥିବା ବିଧି ପରମ୍ପରା ଅନୁଯାୟୀ ପୂଜା ଅର୍ଚ୍ଚନା କରି ଗ୍ରାମର ସୁଖ ଶାନ୍ତି ଶୃଙ୍ଖଳା କାମନା କରିଥିଲେ। ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ ଶ୍ୟାମସୁନ୍ଦର ନାୟକ, ସୁବାସ ନାୟକ, ରଥିଆ ନାୟକ ପ୍ରମୁଖ। ବଳଭଦ୍ର ନାୟକଙ୍କ ପ୍ରତ୍ୟେକ ତତ୍ତ୍ୱାବଧାନରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଗ୍ରାମର ବରିଷ୍ଠ ତଥା ମାନ୍ୟଗଣ୍ୟ ବ୍ୟକ୍ତି ବାଞ୍ଛାନିଧି ନାୟକ, ବୀରେନ୍ଦ୍ର ପାତ୍ର, ଚୌଧୁରୀ ମହାନ୍ତ, ପୁରୁଷୋତ୍ତମ ମହାନ୍ତ, ଦୟାନିଧି ମହାନ୍ତ, ସନାତନ ଲହାର, ଘୋଳାନାଥ ଲହାରକୁ ସମ୍ବର୍ଦ୍ଧିତ କରାଯାଇଥିଲା। ବାର୍ଷିକ ଉତ୍ସବରେ 500ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଉପସ୍ଥିତ ରହି ବାର୍ଷିକ ଉତ୍ସବକୁ ସୁଚାରୁ ରୂପେ ପରିଚାଳିତ କରିଥିଲେ। କାଉରିକଳା ଗ୍ରାମର ଠାକୁରାଣୀ ମା ସିନ୍ଦୁର ଗୌରୀଙ୍କର ଏହା ଚତୁର୍ଥ ବାର୍ଷିକ ଉତ୍ସବ 2022 ମସିହାରୁ ଗ୍ରାମ ତରଫରୁ ଆରମ୍ଭ ହୋଇଥିଲା ଏବଂ ତା ପରବର୍ତ୍ତୀ ମସିହାରୁ ଆମେ ମାଙ୍କର ବାର୍ଷିକ ଉତ୍ସବ ପାଳନ କରୁ ଆସିଛୁ ଏବଂ ଏଥିରେ ସମସ୍ତେ ଗ୍ରାମର ସମସ୍ତେ ମା ଭଉଣୀ ମାନେ ସହଯୋଗ କରୁଛନ୍ତି ଏବଂ ଆଗକୁ ମଧ୍ୟ କରୁଥିବେ ବୋଲି ମୋର ବିଶେଷ ଅନୁରୋଧ ରହିବ ଏବଂ ଏହାକୁ ଆହୁରି ଆଗକୁ ନେବା ଏହା ହିଁ ମୋର ବିଶେଷ ଅନୁରୋଧ ରହିବ। ସୁଦର୍ଶନ ମହାନ୍ତ, କାଉରିକଳା ଗ୍ରାମର ଅଧିବାସୀ। ଆମର ସିନ୍ଦୁର ଗୌରୀ ମା ଠାକୁରାଣୀ ପୀଠରେ ଦୀର୍ଘ 4 ବର୍ଷ ହେଲାଣି ଆମେ ବାର୍ଷିକ ଉତ୍ସବ ପାଳନ କରୁଛୁ। ଯଦିଓ ପୂର୍ବରୁ ଏହା ପୂର୍ବପୁରୁଷ ମାନେ ପୂଜା କରି ଆସୁଥିଲେ, ଆମେ ବାର୍ଷିକ ଉତ୍ସବରେ ମା ଭଉଣୀ ମାନଙ୍କ ଉଦ୍ଦେଶ୍ୟ ନିମନ୍ତେ ପ୍ରତିବର୍ଷ ଏକ ବାର୍ଷିକ ଉତ୍ସବ ଭାବରେ ପାଳନ କରୁଛୁ ଏବଂ ସମସ୍ତେ ଆଗ୍ରହ ସହିତ ଏଠି ଆସୁଛନ୍ତି ଏବଂ ମାଙ୍କ ଉପରେ ବହୁତ ଭରସା ରଖି ବିଭିନ୍ନ କାମ କରୁଛନ୍ତି। ଝୁମ୍ପୁରା ବ୍ଲକରୁ ଜେଥୁରାମ ମହାକୁଳଙ୍କ ରିପୋର୍ଟ, ବୈତରଣୀ ଖବର।